କୁଣ୍ଡେ ଆଜି ଖାଇବା ପିଇବା କ'ଣ କରୁଛ? ଦେଖୁନ କ'ଣ ଖାଇବା ସବୁ ଦେଖ କ'ଣ ସବୁ ଏଇ ଆଇଟମ୍ ପଖାଳ। ଏଇଟା କ'ଣ ଆଳୁ ଗରମ ଭାତ? ସେଇଟା ପୁଅର ବାନ୍ତି ହେଉଛି ତ ତାକୁ ଗରମ ଭାତ ଲୁଣ ଆଳୁ ସିଝେଇକି ପୁରା ଦେବି। ଆଚ୍ଛା ପୁଅର ଏଇଟା ତାପରେ ଆମର ହେଲା ମୁରଡ଼ା ଭାତ ତମର ଏଇଟା ପଖାଳ ଭାତ ଆଉ ଏଇଟା ହେଲା ଆମ ବାଡ଼ିରୁ ଯେଉଁ ତୋଳା ହେଇଥିଲା ଶିମ୍ବ ଆଳୁ ଭଜା ଆଉ ଏଇଟା ଚୁଙ୍ଗୁଡ଼ି ମାଛ ଭଜା ପିଆଜ ଆମ ବାଡ଼ିର କୁଶଳା ଶାଗ ଭଜା କୁଶଳା ଶାଗ ପାଳଙ୍ଗ ଧନିଆ ସବୁ ମିଶିକି ଭଜା ହେଇଛି। ଆଉ ଏଇଟା ଆମର ତ ଜାଣିଥିବ ଦଳାଦଳି ପାଗ ଆଉ ପୋଡ଼ାପୋଡ଼ି ଟମାଟୋ ସେକା ବାଇଗଣ ଜହ୍ନି ଆମ ବାଡ଼ିର କଞ୍ଚା ଲଙ୍କା ଆଉ ଧନିଆ ପତ୍ର ହେଇଛି। ଆଉ ଦଳାଦଳି ଗୋଟେ ନକଲେ ହବନି। ଆଜି ଗରମ ଭାତ ରାନ୍ଧିଥାନ୍ତି ତରକାରୀ ପତ୍ର ଭାବିଲି ପୁଅର ବାନ୍ତି ହେଉଛି ତା ଦେହଟା ଭଲ ନାହିଁ ପେଟଟା ତାର ଗୁଳମାଳିଆ ତେଣୁକରି ପଖାଳ ଆମେ ଖାଇଦେବା ତା ପାଇଁ ଏମିତି କରିଦେଇଛି ଭାତ ଆଳୁ ଲୁଣ ଚକଟା ଚକଟି କରିଦେବା ସେ ଖାଇବ। କ'ଣ କ'ଣ ଆଇଟମ୍ କ'ଣ ତ ସାଙ୍ଗମାନେ ଆଜି ଆମର ଏସବୁ ଖାଇବା ଆପଣମାନଙ୍କୁ କେମିତି ଲାଗୁଛି ନିହାତି କମେଣ୍ଟରେ ଜଣାଇବେ। ଭଲ ଲାଗିଥିଲେ ଭିଡ଼ିଓରେ ଲାଇକ୍ କରିବେ କମେଣ୍ଟ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ଆସନ୍ତୁ ସାଙ୍ଗମାନେ ଖାଇବେ ଭାତ। ତ ଆମର ବୋପାଲୁ ପାଗ ଯେମିତି ବାସ୍ନା ହେଲାଣି ଭାତ ପୁରା ଚାନ୍ଦ ଚାନ୍ଦ ଉଡ଼ିଯିବ। ଆମର ଶୀତ ଦିନିଆ ଖରା ଦିନିଆ ବର୍ଷା ଦିନିଆ ସବୁବେଳେ ଆମର ପଖାଳଟା ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ମଝିରେ ମୁଁ ଟିକେ ପଖାଳ ଖାଇବା ଛାଡ଼ି ଦେଇଥିଲି ଯେହେତୁ ମୋ ଦେହଟା ଭଲ ନଥିଲା। ଏବେ କିନ୍ତୁ ମୁଁ ଆରାମସେ ପଖାଳ ସାଙ୍ଗମାନେ ଖାଇପାରୁଛି। ଆଉ ପଖାଳ ତ ସବୁ ଆଇଟମ୍ ତ ଆପଣମାନେ ଦେଖିପାରୁଥିବେ ଆଉ ପୁରା ବାରି ଲଙ୍କା ଆଉ ପୁରା ରାଗ ଲାଗିବ ଅଟୋମେଟିକ୍ କାହିଁକିନା ବାରି ଲଙ୍କା ପୁରା ଆଉ ବାରିରୁ ଆସିଛି ଆମର ସବୁ କିଛି ଯାହା ବି ଆମେ ଏଠି ଖାଉଛୁ ଦେଖିପାରୁଥିବେ। କେବଳ ପିଆଜ ରସୁଣ ଆଉ ଚୁଙ୍ଗୁଡ଼ି ମାଛ କିଣା ହେଇଛି ନହେଲେ ସବୁ ଆମ ନିଜ ବାଡ଼ିରେ ହିଁ ବନିଆ ହେଇଛି। ସବୁ ବାଇଗଣ ଜହ୍ନି ସବୁ ଆମ ବାଡ଼ିରୁ ହିଁ ଆସିଛି କଞ୍ଚା ଲଙ୍କା ଧନିଆ ପତ୍ର ଶିମ୍ବ ତାପରେ ଶାଗ ସବୁ ଆମ ବାଡ଼ିର ଆମ ବାଡ଼ି ଜିନିଷ ସବୁ। ତେଣୁକରି ପାଗଟାକୁ ଖାଇଦେବା ଏବେ ପଖାଳ ଭାତ ଏବେ ଟେଷ୍ଟ କରିବା। ପାଗ ପାଣି ବହୁତ ବଢ଼ିଆ ଶିମ୍ବ ଭଜା ବି ବହୁତ ବଢ଼ିଆ ହେଇଛି। ଦେଖ ନୂଆ ବଲ୍ ଶାଗ ନୂଆ ବଲ୍ ଦେଖ ଦେଖୁନ ଶାଗ ତ ପୁରା ଦେଶୀ ଶାଗ ବାଡ଼ି ଶାଗ ପୁରା ମାଲ ମହୁ ଆଉ ଚୁଙ୍ଗୁଡ଼ି ଆଉ ହୋଇଛି ନୂଆ ବଲ୍ ଆଣିଛି ମୁଁ ଚୁଙ୍ଗୁଡ଼ିଟା ବି ବହୁତ ବଢ଼ିଆ ହେଇଛି। ତ ସାଙ୍ଗମାନେ ମୁଁ ତ ଯାଉଛି ପଖାଳ ଖାଇକି ସବୁ ଯାକ ଶେଷ କରିବି। ଆପଣମାନେ ବି ଏମିତି ଶୀତ ଦିନରେ ଟିକେ ଟିକେ ପଖାଳ କରିକି ଖାଆନ୍ତୁ। ପଖାଳ ଖାଇଲେ ଦେହଟା ହିଁ ଭଲ ପେଟ ଥଣ୍ଡା ରହିବ। ରହୁଛି ଜୟ ଜଗନ୍ନାଥ।